ଯୋଗ ଦେବା ପାଇଁ କି ନିମନ୍ତ୍ରଣ ଆସିଲା ସେତେବେଳେ ତ ବହୁତ ଖୁସି ଆମ କୋଟି କୋଟି ଲୋକଙ୍କୁ ଭେଟିବା ସେଟା ଗୋଟା ସ୍ୱପ୍ନ। ଯାହା ହଉ ସୁଯୋଗ ଯେତେବେଳେ ପାଇଛି ଆଉ ଯିବି ସମସ୍ତଙ୍କ ସାଙ୍ଗରେ ମିଶିବି, ନୂଆ ନୂଆ କଥା ଦେଖିବି, ନୂଆ କଥା ଶିଖିବି। ମୁଁ ଜଣେ ମୂର୍ଖ ଲୋକ, ଆଉ ମାନେ କୂଅ ବେଙ୍ଗ କହିଲେ ଚଳେ। କିଛି ଜାଣିନି ନା ଶୁଣିନି ନା ପାଠ ପଢ଼ିନି। ଯେଉଁଠି ଯେତେବେଳେ ସୁଯୋଗ ଆସୁଛି କିନ୍ତୁ ଯିବାକୁ ପଡ଼ିବ। ନିଶ୍ଚିନ୍ତ ଯିବି, ଯାଇକି ସେଠି ଯୋଗ ଦେବି, ପ୍ରଧାନମନ୍ତ୍ରୀ କି ଭେଟିବି। ବିଛଣା ଆଉ ଟୋପି ଆଉ ଗୋଟିଏ ମେମ୍ବର କରିଛନ୍ତି ତିରଙ୍ଗା ଗୋଷ୍ଠୀ କଲା ପରେ ନେଇକରି ଭେଟିକିରି ତାକୁ ଉପହାର ଦେବି। ସେଥିପାଇଁକି ଯଦି ସୁଯୋଗ ପାଇଲି ଆହୁରି ମୋତେ ଭଲ ଲାଗିବ। ଇଲେକ୍ସନ ଟାଇମରେ ଆସିଥିଲେ ମୋତେ ଭେଟିଛନ୍ତି। ମୁଁ ଗୋଟିଏ ବିଛଣା ନେଇକି ଯାଇଥିଲି, ମୋତେ ଆଉ ପୂରେଇ ଦେଲେନି, ସୁରକ୍ଷା କର୍ମୀ ପୂରେଇ ଦେଲେନି। ଏ ଜିନିଷ ନେଇକି ଯାଉଛି ଯଦି ପୂରେଇ ଦିଅନ୍ତେ, ମୁଁ ଦେଲେ ଟିକେ ମୋତେ ଆତ୍ମା ଶାନ୍ତି ପାଇବି। ଆଉ ମୋ ମନରେ ଯେତିକି ଆନନ୍ଦ ଥିଲା ମୁଁ ଜାଣିବି ମୋ ଆନନ୍ଦଟା ପୂରଣ ହୋଇଗଲା। ମୋତେ କେହି ଶିଖେଇ ନାହାନ୍ତି। ମୁଁ ଗାଈ ଗୋରୁ ଦୁଇଟା ରଖିଥିଲି, ତାକୁ ବିକ୍ରି କରିଦେଲା ପରେ ମୋତେ ଆଉ କେଉଁଠି ଭଲ ଲାଗିଲାନି। ମୁଁ ଟିକେ କର୍ମ କରିବାକୁ ଭଲ ପାଏ। ଯେ ଗୋଟା କେଉଁ ମୁଣ୍ଡରେ ପଶିଗଲା ମୁଁ ଏଇ କାମ କଲି। ଗୋଟିଏ ଗୋଟିଏ କରୁ କରୁ ସବୁ ଜରିର କଲର ସବୁ ବାଛିକି ରଖିକିରି ତାକୁ ଦେଇକିରି ବୁଣିବାରୁ ସେ ଟିକେ ଭଲ ସୁନ୍ଦର ଲାଗିଲା। ଯଦି ସୁନ୍ଦର ଲାଗିଲା ଲୋକ ବି ଆସିକି ଭଲ କହିଲେ। ସେଇ 10 ବର୍ଷ ହେଲା ମୁଁ ବୁଣା ଚଲେଇଛି।